ସମସ୍ତେ ବଳ ପାଉଛନ୍ତି। ସେ କହୁଛି ମୁଁ ସିନା ଖାଦ୍ୟ ହଜମ କରିକି ବଳ ଦଉଛି ବୋଲି ତମେ କାମ କରୁଛ, ତାହେଲେ ମୁଁ ବଳ ହେଲା। ପେଟ କିଛି କାମ ନ କରି ବସି ବସି ଖାଉଛି ବୋଲି କହି ହାତ ଗୋଡ଼ ତାକୁ ଗୋଟେ ଶିକ୍ଷା ଦେବା ପାଇଁ ସ୍ଥିର କଲେ। କଣ କହିଲେ ନା ପେଟ କିଛି କାମ କରୁନି ଖାଲି ଖାଉଛି, ସେଥିପାଇଁ ହାତ ଆଉ ଗୋଡ଼ ସ୍ଥିର କଲେ ତାକୁ କଣ କରିବେ ଶିକ୍ଷା ଦେବେ। ପରଦିନ ହାତ ଗୋଡ଼ କିଛି କାମ ନ କରି ଚୁପଚାପ ବସି ରହିଲେ। କିଏ କିଏ? ହାତ ଗୋଡ଼ ତାର ସ୍ଥିର କଣ କଲେ ନା ପରଦିନ କିଛି କାମ କଲେନି, ବସିଲେ। ସେ କହିଲେ ଯେ ପେଟ କିଛି କାମ କରୁନି ଖାଲି ଖାଉଛି, ତେଣୁକରି ଆମେ ତାକୁ ଗୋଟେ ଶିକ୍ଷା ଦେବା। ସେଥିପାଇଁ ପରଦିନ ସେ କଣ କଲେ ନା କିଛି କାମ କଲେ ନାହିଁ। ପେଟ ଆଉ ଖାଦ୍ୟ ଖାଇପାରିଲା ନାହିଁ, ଫଳରେ ହାତ ଗୋଡ଼ ଦୁର୍ବଳ ହୋଇ ଆଉ ଉଠି ପାରିଲେ ନାହିଁ। ବୁଝିପାରିଲ? କେତେବେଳେ ପେଟକୁ ଖାଦ୍ୟ ଗଲାନି ମାନେ ଗୋଡ଼କୁ ହାତ କିଛି କାମ କଲେନି, କାମ ନ କରିବାରୁ ପେଟକୁ ଖାଦ୍ୟ ଗଲାନି, ତେଣୁକରି ପେଟକୁ ଖାଦ୍ୟ ନ ଗଲା ଗୋଡ଼ ହାତ ଆଉ ଚଳିଲା ନାହିଁ। ଏତିକି ବେଳେ ପେଟ କହିଲା ଶରୀରରେ କେଉଁ ଅଙ୍ଗ ବଡ଼ ନୁହେଁ କି କେଉଁ ଅଙ୍ଗ ସାନ ନୁହେଁ, ସମସ୍ତେ ମିଳିମିଶି କାମ କରିବା ଉଚିତ, ତାହେଲେ ଖୁସିରେ ରହିବା। ବୁଝିପାରିଲ? ସେ କହିଲେ ଯେ ଆମେ ତିନି ଜଣଙ୍କ ଭିତରେ କେହି ବଡ଼ ସାନ ନାହିଁ, ଆମେ ସମସ୍ତେ ସମାନ, ସମସ୍ତେ ମିଶିକି କାମ କଲେ ଆମେ ଠିକ ସେ ଆମର ଅଙ୍ଗ ପ୍ରତ୍ୟଙ୍ଗ ଚାଲିବ। ବୁଝିପାରିଲ? ତାପରେ ସମସ୍ତେ ଖୁସିରେ ମିଶିକି କାମ କଲେ। ବୁଝିଲ? ତାହେଲେ ଆମ ଶରୀରରେ ଯେତେ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତା ଭିତରେ ବଡ଼ ସାନ କେହି ନାହାନ୍ତି, ସମସ୍ତେ ସମସ୍ତଙ୍କୁ ସହଯୋଗ କରିବା ଦ୍ୱାରା କଣ ହୁଏ ଆମର ଅଙ୍ଗ ପ୍ରତ୍ୟଙ୍ଗ ସମାନ ଭାବରେ ଚାଲିବ। ବୁଝିପାରିଲ? ତାହେଲେ ଏଇଠି ଆମେ କଣ ଜାଣିଲେ? ଗପଟି ଜାଣିଗଲେ ତ? ତାହେଲେ ମୁଁ ଦି ତିନିଟା ପ୍ରଶ୍ନ ପଚାରିବି, ତମେ କହିବା ହେଲା। ଆଚ୍ଛା କହିଲ ଦେଖିବା, ଗୋଡ଼ ବଡ଼ ନା ହାତ ବଡ଼? କି ବଡ଼? ଗୋଡ଼ ବଡ଼। ଲମ୍ବା ହିସାବରେ ଗୋଡ଼ ବଡ଼, କିନ୍ତୁ କାମ ହିସାବରେ ଗୋଡ଼ ହାତ କେହି ବଡ଼ ନୁହଁ, ସମସ୍ତେ